नमस्कार जय जगन्नाथ ସମସ୍ତଙ୍କୁ ମିସ୍ ରାଉତ ୟୁଟ୍ୟୁବ୍ ଚ୍ୟାନେଲ୍‌କୁ ସ୍ୱାଗତ କରୁଛି। ତ ବହୁତ ବଡ଼ ନ୍ୟୁଜ୍‌ଟେ ଆସିଛି ଯେମିତିକି ସବୁ ପିଲାମାନେ ଯେଉଁ ନ୍ୟାସନାଲ୍ ସ୍କଲାରସିପ୍ ପକାଉଥିଲେ ତା'ର ଲାଷ୍ଟ ଡେଟ୍। ତ 31 ଡିସେମ୍ବର ଥିଲା ତା'ର ଲାଷ୍ଟ ଡେଟ୍। ସେଥିପାଇଁ ଯେଉଁମାନେ ଆପ୍ଲାଏ କରିନଥିଲେ ସାଇଟ୍ ଯେହେତୁ ଜାମ୍ ଥିଲା ତ ସେଥିପାଇଁ ପିଲାମାନେ ବହୁତ ପିଲା ଆପ୍ଲାଏ କରିନଥିଲେ। ତ ଲାଷ୍ଟ ଡେଟ୍ ଏକ୍ସଟେଣ୍ଡେଡ୍ ହେଇଯାଇଛି। ତ କେଉଁ ଦିନ ଲାଷ୍ଟ ଡେଟ୍ ଅଛି ଆମେ ଜାଣିବା, କାହିଁକିନା ବହୁତ ପିଲାମାନଙ୍କ ପାଇଁ ତ ଏଇଟା ଗୋଟେ ଗୁଡ୍ ନ୍ୟୁଜ୍। କାହିଁକିନା ଯେଉଁମାନେ ଆପ୍ଲାଏ କରିନାହାନ୍ତି କିଛି ରିଜନ୍ ପାଇଁ, ଯେଉଁମାନଙ୍କ ରିଭର୍ଟେଡ୍ ହେଇଯାଇଛି କି କିଛି ବି ରିଜନ୍ ପାଇଁ, ଯେଉଁମାନେ କିଛି ବି ପକାଇ ନାହାନ୍ତି ନ୍ୟାସନାଲ୍ ସ୍କଲାରସିପ୍, ତ ନ୍ୟାସନାଲ୍ରେ ମଧ୍ୟ ଆମର ର୍ୟାଙ୍କ ହୋଲ୍ଡର ସ୍କଲାରସିପ୍ ଯାଉଛି। ଯେଉଁମାନେ ଆପ୍ଲାଏ କରିନ କିଛି ପ୍ରୋବ୍ଲେମ୍ ଯୋଗୁଁ, ତ ଡେଟ୍ ଏବେ ଏକ୍ସଟେଣ୍ଡେଡ୍ ହେଇଯାଇଛି, ଘୁଞ୍ଚି ଯାଇଛି, ତ ତୁମେମାନେ ଆରାମସେ ପକାଇ ଦିଅ। ତ ଏଇଠି ଦେଖିପାରୁଥିବ ଆମେ ଯେମିତି ନ୍ୟାସନାଲ୍ ସ୍କଲାରସିପ୍ ସାଇଟ୍‌କୁ ଯାଆନ୍ତି ସେଇଭଳିଆ ଯାଇକି ଉପରେ ଯେଉଁ ନ୍ୟାସନାଲ୍ ସ୍କଲାରସିପ୍ ପୋର୍ଟାଲ୍ ଆସିବ ତା ଉପରେ କ୍ଲିକ୍ କରିବ। ଲାଷ୍ଟ ଡେଟ୍ ତୁମେ ଏଇଠି ଦେଖିପାରିବ କେମିତି ନା, ଏଇଠି ଦେଖିପାରୁଥିବ ନେଟ୍ ସ୍ଲୋ ଅଛି ଟିକେ। ତ ତଳକୁ ସ୍କ୍ରୋଲ୍ କଲେ ତୁମର ଆସିଯିବ ତୁମର ସବୁ ସ୍କଲାରସିପ୍‌ର ଡେଟ୍ ଆସିଯିବ, ଯେଉଁଟାକି ନ୍ୟାସନାଲ୍ ଅଣ୍ଡର୍‌ରେ ଯେଉଁ ସବୁ ସ୍କଲାରସିପ୍ ଯାଉଛି ତା'ର ଲାଷ୍ଟ ଡେଟ୍ କେତେ ଦେଖାଉଛି ବା କେବେ ଅଛି ସେଇଟା ଆସିଯିବ। ତ ଏଇଠି ଦେଖିପାରୁଥିବ ସେଣ୍ଟ୍ରାଲ୍ ସ୍କିମ୍ ଅଛି, UGC ସ୍କିମ୍ ଅଛି ଆଉ ଷ୍ଟେଟ୍ ସ୍କିମ୍ ଅଛି। ତ ଆମେ ଯେହେତୁ ଆମର ଏଇଟା ନ୍ୟାସନାଲ୍‌ର, ତ ଆମେ ଏଇଟା ସେଣ୍ଟ୍ରାଲ୍ ସ୍କିମ୍ ଉପରେ କ୍ଲିକ୍ କରିବା। ତ କ୍ଲିକ୍ କଲା ପରେ ଏଇଠି ଦେଖିପାରୁଥିବ ଆସିଯାଇଛି ଆମର ନ୍ୟାସନାଲ୍ ସ୍କଲାରସିପ୍, ଯେଉଁଟାକି ଆମର ପୋଷ୍ଟ ମାନେ ଯେଉଁମାନେ ସବୁ PG କରୁଛନ୍ତି ପୋଷ୍ଟ ଗ୍ରାଜୁଏଟ୍ ଷ୍ଟଡ଼ିଜ୍, ତ ସେମାନଙ୍କର ଯେଉଁ ଥିଲା ଡିସେମ୍ବର 31 ତାର ଲାଷ୍ଟ ଡେଟ୍ ଥିଲା। ତ ସେଇଟା ଘୁଞ୍ଚିକି କେବେ ହେଇଛି ନା 5 ଜାନୁଆରୀ ପର୍ଯ୍ୟନ୍ତ ଡେଟ୍ ଅଛି। ଯେଉଁମାନେ ଆପ୍ଲାଏ କରିନ ଆପ୍ଲାଏ କରିପାରିବ, ଯେଉଁ ଷ୍ଟୁଡେଣ୍ଟମାନେ ସବୁ ଆପ୍ଲାଏ କରିନ ଆପ୍ଲାଏ କରିବ। ଦେନ୍ ତାପରେ ତ ସବୁ ଇନଷ୍ଟିଚ୍ୟୁଟ୍ ଭେରିଫିକେସନ୍ ଅଛି, ତାପରେ ଯାହା ଯାହା ନେକ୍ସଟ ଅଛି ସେସବୁ ହେବ। କିନ୍ତୁ ତ ଯେଉଁ ପିଲାମାନେ ନ୍ୟାସନାଲ୍ ସ୍କଲାରସିପ୍ ଅଣ୍ଡର୍‌ରେ ଆମର ଯେଉଁ ନ୍ୟାସନାଲ୍ ସ୍କଲାରସିପ୍ ଅଛି ଆଉ ର୍ୟାଙ୍କ ହୋଲ୍ଡର ସ୍କଲାରସିପ୍ ଅଛି ଆପ୍ଲାଏ କରିନ, 5 ଜାନୁଆରୀ ଭିତରେ ସମସ୍ତେ ଆପ୍ଲାଏ କରିଦିଅ। କାହିଁକିନା ଡେଟ୍ ଏତିକି ଦିନ ହିଁ ମାନେ ଘୁଞ୍ଚିଛି। ତ ଆଉ ଘୁଞ୍ଚିବ କି ନ ଘୁଞ୍ଚିବ ଆମେ ସେ ବିଷୟରେ କହିପାରିବାନି, କିନ୍ତୁ ଯେତିକି ବି ଆମ ହାତରେ ସମୟ ଅଛି ତାକୁ ଆମେ ସଠିକ୍ ଭାବରେ ଉପଯୋଗ କରିବା ଉଚିତ। ତ ଯେଉଁମାନେ ଆପ୍ଲାଏ କରିନ ଆପ୍ଲାଏ ୟା ଭିତରେ କରିଦିଅ। ଧନ୍ୟବାଦ।